ପ୍ରାଚୀନ କାଳର କଥା। ଏକ ଛୋଟ ଗାଁ ଥିଲା ଯାହାର ନାମ ଶ୍ୟାମପୁର। ଏହି ଗାଁରେ ବହୁତ ସଦ୍ଗୁଣୀ ଏବଂ ଭକ୍ତିମାନ ଏକ ଯୁବକ ଥିଲା ଯାହାର ନାମ ଥିଲା ମାଧବ। ସେ ଅତ୍ୟନ୍ତ ନମ୍ର ଏବଂ ଦୟାଳୁ ମଧ୍ୟ ଥିଲା। ସେ ତିନି ଭଗବାନଙ୍କ ଉପାସନା କରୁଥିଲା ଏବଂ ଗାଁର ଲୋକମାନଙ୍କୁ ସହଯୋଗ କରି ତାଙ୍କର ଜୀବନ କାଟୁଥିଲା। ମାଧବ ପ୍ରତିଦିନ ଜଳନ୍ଧରୀ ନଦୀର କୂଳକୁ ଯାଇ ଭଗବାନ ବିଷ୍ଣୁଙ୍କର ପୂଜା କରୁଥିଲା। ସେ ଜଳରେ ସ୍ନାନ କରି ତୁଳସୀ ପତ୍ର ନେଇ ଭଗବାନଙ୍କ ପାଖରେ ଅର୍ପଣ କରୁଥିଲା। ସେ ଭଗବାନଙ୍କୁ ଭକ୍ତିଭାବରେ ପୂଜା କରିବା ପରେ ଏହି ଉପବାସ କରୁଥିଲା। ଭକ୍ତି ଏତେ ଶୁଦ୍ଧ ଥିଲା ଯେ ତାଙ୍କର ପୂଜାରେ ଭଗବାନଙ୍କୁ ଉପସ୍ଥିତି ଅନୁଭବ କରୁଥିଲା। ଏହି ଗାଁରେ ଏକ କ୍ରୂର ରାଜା ରାଜ୍ୟ ଶାସନ କରୁଥିଲେ। ସେ ଏବଂ ତାଙ୍କର ସେନା ବହୁତ ଅନ୍ୟାୟ କରୁଥିଲେ। ଗାଁର ଲୋକମାନେ ଡର ଭୟରେ ଜୀବନ କାଟୁଥିଲେ। ରାଜା ଏକଦିନ ମାଧବଙ୍କ ଭକ୍ତିର କଥା ଶୁଣିଲେ ଏବଂ ଚିନ୍ତା କଲେ ମାଧବଙ୍କର ଭକ୍ତି କିପରି ଏତେ ଶକ୍ତିଶାଳୀ ଏବଂ ଯଦି ସେ ପ୍ରକୃତ ଭକ୍ତ ହୁଅନ୍ତି ତେବେ ନିଶ୍ଚୟ ଭଗବାନ ନିଜେ ତାଙ୍କୁ ଆସି ରକ୍ଷା କରିବେ। ସେ ମାଧବଙ୍କୁ ପରୀକ୍ଷା କରିବା ପାଇଁ ମାଧବଙ୍କୁ ଡାକିଲେ ଏବଂ କହିଲେ, ମୁଁ ଶୁଣିଛି ଯେ ତୁମର ଭଗବାନ ବହୁତ ଶକ୍ତିଶାଳୀ ଅଟନ୍ତି। ଯଦି ତୁମେ ଏତେ ଭକ୍ତିମାନ ହୁଅ ତେବେ ତୁମର ଭଗବାନ ନିଜେ ତୁମକୁ ରକ୍ଷା କରିବା ପାଇଁ ଆସିବେ। ରାଜା ଆଦେଶ ଦେଲେ ତାଙ୍କ ସୈନ୍ୟଗଣଙ୍କୁ ମାଧବଙ୍କୁ ଜଙ୍ଗଲରେ ଯାଇ ଛାଡ଼ି ଆସିବା ପାଇଁ। ଜଙ୍ଗଲରେ ବହୁତ ସିଂହ ଏବଂ ବାଘ ରହୁଥିଲେ। ରାଜା ମନେ କଲେ ଯେ ମାଧବ ସିଂହର ଶିକାର ହେବେ। ମାଧବ ଜଙ୍ଗଲରେ ଏକ ଜଗନ୍ନାଥ ମନ୍ଦିର ଦେଖିଲେ। ସେ ମନ୍ଦିରରେ ଯାଇ ଭଗବାନଙ୍କ ପାଖରେ ବସିଲେ ଏବଂ ନିଜ ମନକୁ ଶାନ୍ତ କଲେ। ସେ ଧୀରେ ଧୀରେ ମନ୍ତ୍ର ଉଚ୍ଚାରଣ କରୁଥିଲେ। ଏହି ସମୟରେ ଏକ ବଡ଼ ସିଂହ ମନ୍ଦିର ଭିତରକୁ ପଶିଲା। ମାଧବ ମାତ୍ର ଭଗବାନଙ୍କ ନାମ ଉଚ୍ଚାରଣ କରି ଅପେକ୍ଷା କରିବାକୁ ଲାଗିଲେ। ସିଂହ ମାଧବଙ୍କୁ ଦେଖିଲା କିନ୍ତୁ ତାଙ୍କ ଉପରେ ଆକ୍ରମଣ କଲା ନାହିଁ। ସିଂହଟି ମାଧବଙ୍କ ନିକଟରେ ଯାଇ ତାଙ୍କର ଚରଣ ଚୁମ୍ବନ କରିଲା ଏବଂ ମୃଦୁ ଭାବରେ ମାଧବଙ୍କ ଚେହେରାକୁ ଦେଖି ଅନ୍ତର୍ଧ୍ୟାନ ହେଲା। ଏହି ଦୃଶ୍ୟ ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ସେ ବୁଝିଲେ ଯେ ମାଧବଙ୍କର ଭକ୍ତି ଏତେ ଶୁଦ୍ଧ ଏବଂ ସତ୍ୟ ଯେ ଭଗବାନ ନିଜେ ତାଙ୍କୁ ରକ୍ଷା କରିଛନ୍ତି। ରାଜା ମାଧବଙ୍କୁ ପାଖକୁ ଗଲେ ଏବଂ ତାଙ୍କୁ କହିଲେ, ମୁଁ ତୁମର ଭକ୍ତିର ପ୍ରମାଣ ଦେଖିଲି। ତୁମେ ମୋତେ କ୍ଷମା କର। ମୁଁ ଆଜି ଦିନଠୁ ଏହିପରି ଅନ୍ୟାୟ କାମ ଆଉ କେବେ କରିବି ନାହିଁ। ରାଜା ଅପରାଧ ବୋଧ କଲେ ଏବଂ ମାଧବଙ୍କୁ ଉପହାର ଦେଲେ। ତାପରେ ରାଜା ଏବଂ ସମସ୍ତ ଗାଁ ଲୋକ ମାଧବଙ୍କ ଭକ୍ତି ଦେଖି ଭଗବାନଙ୍କ ଉପାସନା କରିବାକୁ ଲାଗିଲେ। ଶ୍ୟାମପୁର ଗାଁ ସତ୍ୟ ଏବଂ ନ୍ୟାୟର ରାସ୍ତାରେ ଆଗକୁ ବଢ଼ିଲା। ଏହି କାହାଣୀ ଆମକୁ ଏହି ଶିକ୍ଷା ଦିଏ ଯେ ସତ୍ୟ ଏବଂ ଭକ୍ତି ଏପରି ଶକ୍ତିଶାଳୀ ଯେ ଏହା ଭୟ ଏବଂ ବିପଦକୁ ବି ଜିତିପାରେ।